ଭାଙ୍ଗିଗଲା ବିରାଟ କୋହଲିଙ୍କ ରେକର୍ଡ। ଅଭିଷେକ ଶର୍ମା 10ଟି ଛକା 10ଟି ଚୌକା ମାରି କଲେ ଶତକ। ଆଇପିଏଲ୍ ଇତିହାସରେ ଏକ ବଡ଼ ରେକର୍ଡ। ହଁ ଦର୍ଶକ ବନ୍ଧୁ, ଗତକାଲି ଆଇପିଏଲ୍ 26-31 ତମ ଲିଗ୍ ମ୍ୟାଚ୍ ଦିଲ୍ଲୀ ଏବଂ ହାଇଦ୍ରାବାଦ ମ୍ୟାଚରେ ଖେଳୁଥିଲା, ଯେଉଁଥିରେ କି ମାତ୍ର 68 ବଲ୍ରେ 10ଟି ଛକା 10ଟି ଚୌକା ମାରି ଅଭିଷେକ ଶର୍ମା 135 ରନ୍ କରିଛନ୍ତି। ବିଶେଷ କଥା ହେଉଛି ସେ କେବଳ ବାଉଣ୍ଡ୍ରିରେ ହିଁ ଶତକ ମାରିଛନ୍ତି। ସେ ସମୁଦାୟ 10ଟି ଛକା 10ଟି ଚୌକା ମାରିଥିଲେ, ଯାହାକି ଥିଲା 100 ରନ୍। ଏହା ହେଉଛି ଅଭିଷେକ ଶର୍ମାଙ୍କ ଏକ ବଡ଼ ରେକର୍ଡ। ଅଭିଷେକ ଶର୍ମା 5ଟି ବଡ଼ ରେକର୍ଡ କରିଛନ୍ତି। ଚାଲନ୍ତୁ ଜାଣିବା ଆଇପିଏଲ୍ ସର୍ବବୃହତ ବ୍ୟକ୍ତିଗତ ସ୍କୋର। ଅଭିଷେକ ଶର୍ମା ଏବେ 3 ନମ୍ବରରେ ଏବଂ 5 ନମ୍ବରରେ। କ୍ରିସ୍ ଗେଲ୍ 175 ରନ୍ କରି 1 ନମ୍ବର ଥିଲାବେଳେ ବ୍ରେଣ୍ଡନ୍ ମ୍ୟାକୁଲମ୍ 158 ରନ୍ କରି 2 ନମ୍ବରରେ। 3 ନମ୍ବର ଅଭିଷେକ ଶର୍ମା, 4 ନମ୍ବରରେ 140 ରନ୍ କରି କ୍ୱିଣ୍ଟନ୍ ଡିକକ୍ ଏବଂ ଗତକାଲି ଅଭିଷେକ ଶର୍ମା 135 ରନ୍ କରିବାରୁ ସେ 5 ନମ୍ବର ମଧ୍ୟ ରହିଛନ୍ତି। ଦ୍ୱିତୀୟ ରେକର୍ଡ ହେଉଛି T20 କ୍ରିକେଟରେ ଗୋଟିଏ ଇନିଂସରେ ସବୁଠାରୁ ଅଧିକ ରନ୍ 130ରୁ ଅଧିକା, ଯିଏ ରହିଛନ୍ତି ଅଭିଷେକ ଶର୍ମାଙ୍କ ନାମରେ। ସେ 4 ଥର ଏହି ରନ୍ କରିଛନ୍ତି। ଆରନ୍ ଫିଞ୍ଚ୍ ଏବଂ କ୍ରିସ୍ ଗେଲ୍ 3 ଥର ଲେଖାଏଁ 130 ରନ୍ ଅଧିକ କରିଛନ୍ତି। 3 ନମ୍ବର ରେକର୍ଡ ହେଉଛି T20ରେ ଗୋଟିଏ ଇନିଂସରେ ସବୁଠାରୁ ଅଧିକ ଥର 10ରୁ ଅଧିକ ଛକା। କ୍ରିସ୍ ଗେଲ୍ ମାରିଛନ୍ତି 18 ଥର, ଅଭିଷେକ ଶର୍ମା ମାରିଛନ୍ତି 5 ଥର, ଯିଏକି 10ରୁ ଅଧିକ ଛକା। ଏଭିନ୍ ଲୁଇସ୍ ମଧ୍ୟ ଶ୍ରେୟସ୍ ଆୟର 4 ଥର ମାରିଛନ୍ତି। ଆଇପିଏଲ୍ ସବୁଠାରୁ ଅଧିକ ଥର ଗୋଟିଏ ମ୍ୟାଚ୍ରେ 10ଟି ଛକା ମାରିବାରେ ରେକର୍ଡ କ୍ରିସ୍ ଗେଲ୍ଙ୍କ ନାମ ରହିଛି, ଯାହାକି ଅଭିଷେକ ଶର୍ମା ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରି ତାଲିକାରେ ଦ୍ୱିତୀୟ ସ୍ଥାନ ରହିଛନ୍ତି। ସ୍ୱଳ୍ପ ଇନିଂସରେ ବିରାଟ କୋହଲିଙ୍କ T20 ଶତକ ସହ ସମାନତା। T20 କ୍ରିକେଟରେ ଏକ ଅଭିଷେକ ଶର୍ମାଙ୍କ ଏହା ହେଉଛି 9ମ ଶତକ। ବିରାଟ କୋହଲି ତାଙ୍କ T20 କ୍ୟାରିୟରରେ ମଧ୍ୟ ସେ 9ଟି ଶତକ ମାରିଛନ୍ତି, କିନ୍ତୁ ଦୁହିଁଙ୍କର ମଧ୍ୟରେ ଇନିଂସ ବ୍ୟବଧାନ କମ୍ ରହିଛି। ବିରାଟ କୋହଲି ଅଧିକ ଇନିଂସ ଖେଳିଥିଲା ବେଳେ ଅଭିଷେକ ଶର୍ମା କମ୍ ଇନିଂସରେ ଏହି ଶତକ କରିଛନ୍ତି। ଅଭିଷେକ ଶର୍ମା ମାତ୍ର 184 ଇନିଂସରେ 9ଟି ଶତକ ମାରିଛନ୍ତି। ବିରାଟ କୋହଲି 403 ଇନିଂସରେ 9ଟି ଶତକ ଥିଲାବେଳେ ଅଭିଷେକ ଶର୍ମା କୋହଲିଙ୍କ ଠାରୁ 219ଟି କମ୍ ଇନିଂସ ଖେଳି ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି। ଏହା ଭାବରେ ସେ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏକ ଭାରତୀୟ ହିସାବରେ ଏହା ହେଉଛି ଆଉ ଏକ ରେକର୍ଡ, ଯିଏକି ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ 100 ରନ୍ 135 ରନ୍ କି 130 ରନ୍ ଅଧିକ କରିନଥିଲେ, ଯାହାକି ଅଭିଷେକ ଶର୍ମା କରିଛନ୍ତି। ଏବଂ ଏହି ମ୍ୟାଚ୍କୁ ହାଇଦ୍ରାବାଦ ବିଜୟୀ ହୋଇଛି, ଦିଲ୍ଲୀ ପରାସ୍ତ ହୋଇଛି।